ତା ଦାନ୍ତରେ କାମୁଡ଼ି ଧରିଲା। ଏମିତି ଉଡ଼ି ଉଡ଼ି ଚାଲିଥାନ୍ତି। କେତେ ପାହାଡ଼, ଘାଟି, ବଣ, ପର୍ବତ ଦେଇ ଶେଷରେ ହ୍ରଦ ପାଖରେ ପହଞ୍ଚିବା। ଗାଁ ଠାରୁ କିଛି ଦୂରରେ ଗୋଟିଏ ସୁନ୍ଦର ପୋଖରୀଟିଏ ଥିଲା। ପୋଖରୀରେ ଅନେକ ଜଳପକ୍ଷୀ ଓ ମାଛ କଙ୍କଡ଼ା ରହୁଥିଲେ। ଆଉ ସେଇ ପୋଖରୀରେ କଇଁଛଟିଏ ରହୁଥିଲା। ସେହି ପୋଖରୀକୁ ବହୁତ ଦୂରରୁ ଦୁଇଟି ହଂସ ଆସୁଥିଲେ। କଇଁଛ ଆଉ ହଂସଙ୍କ ମଧ୍ୟରେ ବନ୍ଧୁତା ବଢ଼ିଯାଇଥିଲା। ଥରେ ସେହି ଅଞ୍ଚଳରେ ଅକାଳ ମରୁଡ଼ି ପଡ଼ିଲା। ନଈ, ନାଳ, ଖମା, ପୋଖରୀ ସବୁ ଶୁଖିଗଲା। ଦିନକର କଥା, ହଂସ ଦୁହେଁ ପୋଖରୀ ପାଖରେ ଆସି ପହଞ୍ଚି ଦେଖିଲେ କଇଁଛ ମନ ଦୁଃଖରେ ବସିଛି। କଇଁଛକୁ ମନ ଦୁଃଖରେ ବସିଥିବାର ଦେଖି ଗୋଟିଏ ହଂସ ପଚାରିଲା, କ'ଣ ହେଇଛି କଇଁଛ ଭାଇ? ତମ ମୁହଁ ଏମିତି ଶୁଖିଯାଇଛି, କଥା କ'ଣ? କ'ଣ ଆଉ କହିବି, ଏବେ ଜୀବନ ବିପଦରେ, କେମିତି ଦେହ ଧରି ବଞ୍ଚିବି ସେଇ କଥା ଭାବୁଛି। କ'ଣ ହେଇଛି ସିନା ଆମକୁ ଖୋଲିକି କହିଲେ ବୁଝିବୁ, ଏମିତି ବୁଲେଇ ବଙ୍କେଇ କହିଲେ ଆମେ କେମିତି ବୁଝିବୁ? ଏ ଅକାଳ ମରୁଡ଼ିରେ ପୋଖରୀରୁ ପାଣି ଧୀରେ ଧୀରେ ଶୁଖିବାରେ ଲାଗିଛି। ଯଦି ବର୍ଷା ନ ହୁଏ ତେବେ ଆଉ ଦିନ କେଇଟାରେ ପୋଖରୀ ପୁରା ଶୁଖିଯିବ। ତମେ ସିନା ଉଡ଼ି ପାରୁଛ, ଆଉ କୋଉଠିକି ଚାଲିଯିବ, ହେଲେ ମୁଁ କ'ଣ କରିବି? ହଁ ସତ କଥା, ହେଲେ ଏଥିପାଇଁ ଉପାୟ କ'ଣ? ଉପାୟ ଅଛି। ସେ ଜଙ୍ଗଲ ଭିତରେ ଗୋଟେ ବଡ଼ ହ୍ରଦ ଅଛି। ଆମେ ସମସ୍ତେ ସେଇଠିକି ପଳେଇବା। ଆମେ ସିନା ଉଡ଼ି ଉଡ଼ି ଦୂରକୁ ଚାଲିଯିବା, ହେଲେ କଇଁଛ ଭାଇ କେମିତି ଯିବେ? ଏତେ ବାଟ ଚାଲି ଚାଲି ଗଲାବେଳକୁ ବହୁତ ଦିନ ଲାଗିଯିବ। ତା ଛଡ଼ା ବାଟରେ ଅନେକ ପ୍ରକାର ବିପଦ ଅଛି। ଦେଖିବା, କିଛି ଗୋଟେ ବାଟ କରିବାକୁ ପଡ଼ିବ। ହଉ ଠିକ୍ ଅଛି, ଯାହା ଭଲ ଭାବୁଛ କର, କିନ୍ତୁ ଟିକେ ଶୀଘ୍ର କର। କେତେବେଳେ ଜାଲିଆ ଆସି ଧରି ନେବ ସେ କଥା ଜଣା ନାହିଁ। ଆଉ ଗୋଟିଏ ଦିନ କଥା, କାଲି ଆମେ ନିଶ୍ଚିତ ଗୋଟିଏ ଉପାୟ ଖୋଜିକି ଆସିବୁ। ଆଉ କାଲିରେ ଆମେ ତମକୁ ସେଇଠିକି ନେଇଯିବୁ। ପରଦିନ ସକାଳ। କିଛି ଉପାୟ ପାଇଲ? ହଁ, ଗୋଟିଏ ସହଜ ଉପାୟ ପାଇଛୁ। ଏ ବାଡ଼ି ସାହାଯ୍ୟରେ ଆମେ ତମକୁ ଏଠୁ ନେଇଯିବୁ। ତମେ କିଛି ସମୟ ଭିତରେ ସେ ହ୍ରଦରେ ପହଞ୍ଚିଯିବ। କେମିତି? ଆମେ ଏ ବାଡ଼ିର ଦୁଇ ମୁଣ୍ଡକୁ ଥଣ୍ଟରେ ଧରିବୁ, ଆଉ ତମେ ବାଡ଼ିର ମଝିକୁ ଦାନ୍ତରେ କାମୁଡ଼ି ଧରିବ। ଆମେ ତମକୁ ଧରି ହ୍ରଦ ପାଖକୁ ଉଡ଼ିଯିବୁ। ଆରେ ବାଃ, ଅତି ସୁନ୍ଦର ଉପାୟ। ହେଲେ ଆମେ ଯେତେବେଳେ ବାଡ଼ିକୁ ଧରି ଉଡ଼ିବୁ, ତମେ ଆଦୌ ପାଟି ଖୋଲିବନି। ପାଟି ଖୋଲିଲେ ତମେ ଖସି ପଡ଼ିବ, ଆଉ ସବୁ ଯୋଜନା ଭଣ୍ଡୁର ହେଇଯିବ। ହଉ ଠିକ୍ ଅଛି, ମୁଁ ଜମାରୁ ପାଟି ଖୋଲିବିନି। ଏଥର ଚାଲ ଯିବା। ତାପରେ ହଂସ ବାଡ଼ିର ଦୁଇ ମୁଣ୍ଡକୁ ଥଣ୍ଟରେ କାମୁଡ଼ି ଧରିଲେ, ଆଉ ବାଡ଼ିର ମଝି ଭାଗକୁ କଇଁଛ ତା ଦାନ୍ତରେ କାମୁଡ଼ି ଧରିଲା। ଏମିତି ଉଡ଼ି ଉଡ଼ି ଚାଲିଥାନ୍ତି। କେତେ ପାହାଡ଼, ଘାଟି, ବଣ, ପର୍ବତ ଦେଇ ଶେଷରେ ହ୍ରଦ ପାଖରେ ପହଞ୍ଚିବାକୁ ଆଉ ଅଳ୍ପ କେତେ ବାଟ ବାକି ଥାଏ। ଠିକ୍ ସେଇ ହ୍ରଦ ପାଖାପାଖି ଗୋଟିଏ ଗାଁ ପଡ଼ିଲା। ଗାଁ ପଡ଼ିଆରେ ପିଲାମାନେ ଖେଳୁଥାନ୍ତି। ଶୂନ୍ୟରେ ହଂସମାନେ ଗୋଟିଏ କଇଁଛକୁ ଏମିତି ବୋହି ନେଉଥିବାର ଦେଖି ପିଲାମାନେ ଖୁସିରେ ପାଟି କରି ତାଳି ମାରିବାକୁ ଲାଗିଲେ। ତା ଭିତରୁ ଗୋଟିଏ ପିଲା କହିଲା, ଆଃ, କେଡ଼େ ଡଉଲ ଡଉଲ କଇଁଛଟେ ହେଇଛି। ଯଦି ଖସି ପଡ଼ନ୍ତା ତେବେ ଆଜି ଗୋଟିଏ ସୁନ୍ଦର ଭୋଜିଟେ ହୁଅନ୍ତା। କଥାଟା କଇଁଛ କାନରେ ବାଜିଲା। କଇଁଛ ଏକଥା ସହିପାରିଲାନି। ଭଲ କି ଦି କଥା ଶୁଣେଇବାକୁ ପାଟି ତାର ଖଲ ଖଲ ହେଲା। ଶେଷରେ କଇଁଛ ତା ହିତାହିତ ଜ୍ଞାନ ଭୁଲି କହି ପକେଇଲା, ଆରେ ବଗୁଲିଆ ଟୋକା, ତୋର ଏତେ ସାହସ? ବାସ୍, ଏତିକି କହିଛି କଇଁଛ ବାଡ଼ିରୁ ଖସି ସିଧା ଯାଇ ତଳେ ପଡ଼ିଲା। ହଂସ ଦୁହେଁ ଯୋଉ କଥାକୁ ଡରୁଥିଲେ ଶେଷରେ ସେଇଆ ହିଁ ହେଲା। କିନ୍ତୁ କଇଁଛ ତା ଭୁଲର ପଶ୍ଚାତାପ କରିବାକୁ ସମୟ ପାଇଲା ନାହିଁ। ତେଣୁ ଏ ଗପରୁ ଏଇ ଶିକ୍ଷା ମିଳୁଛି କି କୌଣସି କଥା କହିବା ପୂର୍ବରୁ
ଥରେ ଚିନ୍ତା କରିବା ନିହାତି ଦରକାର। ବେଳେବେଳେ ଆମ ମୁହଁରୁ ଏମିତି କଥା ବାହାରି ପଡ଼େ ଯାହା ପାଇଁ ପଶ୍ଚାତାପ କରିବାକୁ ଆଉ ସୁଯୋଗ ମିଳିନଥାଏ।